बापारे हाँ आज हूँ बड़ा सौभाग्यर जनी अच्छा आमर कालू बाबूंकर नातुणी वर्ष पुराणी उत्सव हाँ कालू बाबूंकर सुपुत्र गोविंद बाबू बड़ बाबू सान पुओ आज्ञा कृष्ण बाबू घनिष्ठ कृष्ण बाबूंकर सुकन्या घनिष्ठा झील घनिष्ठा झीवर आज हूँ वर्ष पुराणी उत्सव हाँ भगवान नारायण को वरण कराई हाँ ठाकुर पूजा प्रदान कर कालू चरण बाबू अच्छा जाऊँ ठाकुर पूजा देखा हाँ अनेक श्रोताबंद उपस्थित अच्छा अच्छा श्रोताबंद मान दर्शन मिली हाँ हाँ आमर हूँ बड़ भाग्य ना कहीं ओडिया भागवत हाँ अति बड़ी जगन्नाथ दास प्रथम प्रमाण कले आम मठ हो मंदिर हो हाँ घर भीतर हो आज्ञा तीन टा पुराण पढ़ुंट कौन कौन भागवत हाँ रामायण रामायण महाभारत अच्छा रामायण पढ़ला आम लाभ कौन कौन महाभारत पढ़ला आम लाभ कौन भागवत पढ़ला आम लाभ कौन जदि प्रतिदिन रामायण पढ़ा हाँ आमर परिवार चरित्र गठन हो अच्छा महाभारत पढ़िले हाँ आपण मानकर विवेक जागृत हो अच्छा अच्छा भागवत पढ़व कि शुणिले हाँ मनुष्य मानकर जीवन मुक्तिर मार्ग मिली से भागवत हाँ जगन्नाथ दास सुंदर भाव प्रमाण करदे मोर भाग्य अनेक जन्म पुण्य फल मानव जन्म महित हेले मनुष्य अनेक जन्म बेले केते जन्म कौन 84 लक्ष जनि भ्रमण कला मानव प्रथम आज्ञा अच्छा हेले 84 लक्ष जनिरा कौन प्रथमे मनुष्य कौ कौ जनि बोली भगवान संसार को पठेले मानव रूप ए 84 लक्ष जनि कौन स्थावर 20 लक्ष नव लक्ष लक्ष 10 लक्ष पतंगा त्रिजगन 30 लक्ष चतुर लक्ष बानर शेषांग मानव जन्म कुश्चित गोले लक्ष ये तो 84 लक्ष जनि मानव प्रथमे कौ जनि जन्म ग्रहण कला कौ जनि स्थावर 20 लक्ष पहाड़ पर्वत 20 लक्ष 9 लक्ष जलज अच्छा जलचर प्राणी 9 लक्ष अच्छा हाँ हाँ अच्छा 29 11 40 हाँ त्रिजगन 10 लक्ष का पतंगा पक्षी जन 10 आज्ञा 40 50 त्रिजगन 30 लक्ष त्रिजंगल पशु आज्ञा पशु जन 30 लक्ष 50 30 80 चतुर लक्ष बानर मांकड़ जन 4 लक्ष 80 4 84 शेषांत मानव जन्म कुश्चित कोले 2 लक्ष ये तो 84 लक्ष जनि बोली बोली संसार को मानव आसला अच्छा ए मानवर काम कौन कौन कलिजुगर मानव उद्धार किपरि रामचरित मानस सप्त कवि तुलसीदास कहले कलिजुगर मानवर उद्धार कारण बिनु सता संग कलिजुगर राम नाम बिना मानव बंची पार नहीं
ଯେତେ ପାପ ଦୁନିଆ ଦିନ ଦାଙ୍ଗରେ ପାପ କର ପ୍ରଭୁଙ୍କର ଯଦି ନାମ ଗାଇବା ସେ ପାପରୁ ମାନବ ମୁକ୍ତି ହୋଇଯିବ ଆଜ୍ଞା। ତେଣୁ କରି କଳିଯୁଗରେ ନାମ ସାର ବ୍ରହ୍ମ ଏକାକ୍ଷର କିନ୍ତୁ ବାପାରେ ଭଗବାନଙ୍କୁ ପାଇବାକୁ ହେଲେ ଏ ମନୁଷ୍ୟ ମାନଙ୍କ ପାଖରେ ପାଞ୍ଚଟା ଭ ହବା ଦରକାର ଆଜ୍ଞା। କଣ କଣ ପାଞ୍ଚଟି ଭ? ପାଞ୍ଚଟା ଭ ଯଦି ରହିଲା ଆମେ ଭଗବାନଙ୍କୁ ପାଇବା। ପ୍ରଥମ ଭ କଣ? ମନୁଷ୍ୟ ମାନଙ୍କ ପାଖରେ ଭୟ ଜାତ ହେବା ଦରକାର। ଦ୍ୱିତୀୟ ଭ କଣ? ଭୟରୁ ଆଜ୍ଞା ଭକ୍ତି ଜାତ ହବ ଆଜ୍ଞା। ଭକ୍ତି ଜାତ ହେଲେ ତୃତୀୟ ନମ୍ବର ଆଜ୍ଞା ଭାବ ଜାତ ହେବ। ଭାବ ଜାତ ହେଲା ପରେ ଚତୁର୍ଥ ବେଲା ମହାଭାବ ଜାତ ହେବ। ଚାରି ଭ ସରିଲା ପରେ ପଞ୍ଚମ ବାର ଭଗବାନଙ୍କୁ ପାଇବା। କିନ୍ତୁ ରୋଗ ମରଣ ଭରସା ଏହା ନ ଜାଣନ୍ତି ପୁରୁଷା। ମନୁଷ୍ୟ ଜୀବନଟା ପାଣି ଫୋଟକା। କାହିଁକି ବାବା? ଆଜି ଅଛି ଜୀବ କାଲିକି ନଥିବ ପ୍ରାଣକୁ ଭରସା ନାହିଁ। ଆଜି ଅଛି ଜୀବ କାଲିକି ନଥିବ ପ୍ରାଣକୁ ଭରସା ନାହିଁ। ଜଞ୍ଜାଳରେ ଆମେ ପଡ଼ିଗଲେ ଘର ମୋର, ସ୍ତ୍ରୀ ମୋର, ପୁଅ ମୋର, ସମ୍ପତ୍ତି ମୋର। କଳିଯୁଗରେ ଯେତେ ଦିନ ବନ୍ଧେ ମୋର ମୋର କହିବୁ କଳିଯୁଗରେ ମାନବ ତୁ ମରିବୁ। ଯେବେ କହିଦବୁ ତୋର କଳିଯୁଗରେ ମାନବ କରିବୁ। କିନ୍ତୁ ବାୟା ମନ ଆମେ କେବେ ତୋର ବୋଲି କହିପାରିବାନି। ଘର ମୋର, ମୋର, ସମ୍ପତ୍ତି ମୋର। କେତେ ସମୟ ଆପଣଙ୍କର ଆଜ୍ଞା? ଅଙ୍ଗରେ ବଳ ପ୍ରାଣ ଥିବା ଯାଏ ଆଜ୍ଞା ଘର ହଉଛି ଆପଣଙ୍କର। ପ୍ରାଣେ ବାବୁ ଚାଲିଗଲେ ସଙ୍ଗେ ସଙ୍ଗେ ମଢା ବାହାରଘର ମନ୍ଦିରରେ ଭୋଗ ଲାଗିବ। ସ୍ତ୍ରୀ ମୋର କେତେ ସମୟ? ତ୍ରିଛକିଆ ରାସ୍ତାରେ ହାଣ୍ଡି ଚଟୁ ପକେଇଲା ପର୍ଯ୍ୟନ୍ତ ସ୍ତ୍ରୀ। ପୁଅ ମୋର ମୁହଁରେ ନିଆଁ ଦେଲା ପର୍ଯ୍ୟନ୍ତ ପୁଅ। ଏସବୁ କାହିଁକି ଆଜ୍ଞା? ଦୁନିଆ ମଧ୍ୟରେ କେ କାହାର ପୁତ୍ର ବନିତା କେ ଯେ କାହାର ଆମେ ଯୋଉ ମୋର ମୋର କହୁଛନ୍ତି ମଲା ବେଳେ କିଏ ସାଙ୍ଗରେ ଯିବ? କିଛି ନାହିଁ ଆଜ୍ଞା। ତେଣୁକରି ଭଗବାନଙ୍କର କଳିଯୁଗର ମୁକ୍ତିର ମାର୍ଗ ହଉଛି ନାମ। ନାମ ଗାଇଲେ ନାମକୁ ଓଲଟେଇ ଦେବ ମନା। ବାବାରେ ନାମ ଗାଇବା ପାଇଁ ଆମ ପାଖରେ ସମୟ ନାହିଁ। କାହିଁକି? ମଣିଷକୁ ବାୟା କରିଦେଲା ପଇସା ଆଜ୍ଞା। ସତ୍ୟରେ ତପି, ତ୍ରେତୟାରେ କପି, ଦ୍ୱାପରେ କପି, କଳିରେ ହେଲା ରୂପୀ। କଳିଯୁଗରେ ଧନ ନଥିଲେ କିଛି ହବନି। ଧନର ମୂଲ୍ୟ କିଛି ନାହିଁ। ତେଣୁକରି ବାବାରେ କହିଗଲେ ତ ଅନେକ କଥା ଅଛି କିନ୍ତୁ ଏ ମନୁଷ୍ୟ ମାନଙ୍କୁ ପାଞ୍ଚୁଡା ମହ ବାୟା କରିଦେଲା ଆଜ୍ଞା। କଣ କହିଲ? କଳି ଯୁଗରେ ପ୍ରତ୍ୟେକ ମାନବ ମାନଙ୍କୁ ପାଞ୍ଚୁଡା ମହ ବାୟା କରିଦେଲା। ସେ ପାଞ୍ଚଟି ମହ କଣ? ପାଞ୍ଚୁଡା ମହ କହ ବାପା। ପ୍ରଥମ ମହ ହେଲା ମଦ। ଯେକୌଣସି କାର୍ଯ୍ୟ କର ମଦ ନହେଲେ କୌଣସି କାମ ଚଳିବ। ଦ୍ୱିତୀୟ ମହ କଣ? ମାଂସ। ମନ୍ଦିରରେ ଗହଳି ନଥିବ, ମାଂସ ଦୋକାନରେ ଲମ୍ବା ଲାଇନ। ମଦ ମାଂସ ଗଲେ ତୃତୀୟ ମୋହ କଣ? ମୋବାଇଲ। ଘରେ ତରକାରୀ ପାଇଁ ପଇସା ନଥିବ, ମୋବାଇଲ ରିଚାର୍ଜ ସରିଗଲା ପରେ ଘରେ ଆସନ୍ତି। ରିଚାର୍ଜ ନଥିଲେ ତ ଆମର ଘନିଷ୍ଠ ଭାତ ଖାଇବନି। ଚାରି ନମ୍ବର ମୋହ କଣ? ମେଡିସିନ। ବିନା ଔଷଧରେ ପିଲାରୁ ବୁଢା ଯାଇ କିଏ ବଞ୍ଚି ପାରିବନି। କିଏ ତ ବିପି ମେଡିସିନ, କିଏ ତ ଗ୍ୟାଷ୍ଟ୍ରିକ ମେଡିସିନ, କିଏ ତ ସୁଗର ମେଡିସିନ। ବିନା ଔଷଧରେ ବଞ୍ଚି ପାରିବାନି। ପଞ୍ଚମ ମୋହ କଣ? ସେ ହେଲା ନିଜ ସ୍ତ୍ରୀ, ମାଇପ। ତା ବିନା ମଧ୍ୟ ମଣିଷ ବଞ୍ଚି ପାରିବ।
ମାଇପ ବିନା ମଣିଷ ବଞ୍ଚୁଛନ୍ତି ମାଇପ ବିନା ମଣିଷ ବଞ୍ଚୁଛନ୍ତି କଣ ତୁ ବଞ୍ଚିଛୁ ହଁ ଆଜ୍ଞା ମାଇପ ପଛରେ ପଡିଲୁ ନାଇଁ ମାମୁ କଣ ପଡିଲୁ କେବେ ମୁଁ ମାଇପ ପଛରେ କେବେ ପଡୁନି ଆଜ୍ଞା ଆରେ ବାହା ହେଇକି 7 ବର୍ଷ କି 8 ବର୍ଷ ହେଇଗଲା କେବେ ମାଇପ ପଛରେ ନାହିଁ ଆଜ୍ଞା ମାଇପ ପଛରେ ମୁଁ ମାଇପ ପଛରେ ପଡୁନି ଆଉ କାହା ପଛରେ ଶାଳି ପଛରେ ମୂର୍ଖ ପିଲା ମୂଳକୁ ଇଏ ପ୍ରତିଷ୍ଠା ହେଇନି ଆରେ ଆଜି ଶାଳି ପଳେଇ ଯାଉଛି ଭାବୁଛି ତମେ ମତେ ଆମ ଗାଁକୁ ଗଲାକୁ ଲକ୍ଷାଣପୁର ମତେ ହାଡି ବାଜ କରିଦେଇଛ କଣ ଭାଇ ଏବେ ମହାପ୍ରଭୁ ଜାଣେ କି ଧାପ ଖାଉଛି ମାଡ଼ ହାଡି ନବ ପଇସା ମାନେ ତେରା ମାକା ମୋଲାପନ ବାଜି ଯିବ ବୋଲି ଭଲ ପନ ଚଲିବ तेरा बहन का चूड़िया तेरा बाप का कानन देखी मेरा दिल लागे ହାତୀ ମାଙ୍କଡ ବୁଢା ହନୁ ସେଇଥିପାଇଁ ବାପା ଏମାନଙ୍କ ପାଇଁ କଳି ଯୁଗରେ ଆଜ୍ଞା ହିତ ଉପଦେଶ କାବ୍ୟରେ ଅଛି ଏମାନେ ଆଜ୍ଞା ଛୋଟ ଲୋକ ଆଜ୍ଞା ଏମାନଙ୍କୁ ଦାଣ୍ଡ ଘରୁ ଯାବେ ବାଡିବ ବୋଲି ବାଡିବା ଲୋକ ତମର ତ ଘର ବହିଯିବି ଆଉ କଣ ପାଇଁ କଳି ଯୁଗର ହିତ ଉପଦେଶ ବହିରେ ଲେଖା ଅଛି ଆଜ୍ଞା କଣ ବୋଲି ଆରେ ସମାଜରେ ଶୁଣ ଗାଇ ମନ କର୍ଣ୍ଣ ଯୁଗ କଳି ଡାରେ ଲାରେ ଲାଲା ମନେ ରଖିଥିବ ଶୁଣି ଉପଦେଶ କଳି ଯୁଗର ଏମିତି ବିଷୟ ସେଇଟା ମନେ ରଖିଥିବ ନିଜର ଉପଦେଶ କଳି ଯୁଗର ହିତ ଉପଦେଶ କାବ୍ୟରେ ଅଛି ଆରେ ବିନ୍ଦଣା ବଳଦ ଘରେ ନ ରଖିବ ଚାଷ ନ କରି ବିବେକ ଦିଅନ୍ତି ପାଶରେ ବିନ୍ଦଣା ବଳଦ ଗନ୍ଧେ ମାରଣା ବଳଦ ଆମେ ଜାଣି ଜାଣି ଘରେ ରଖିଲେ କେତେବେଳେ ମୁଣ୍ଡିଆ ଖାଇବା ଆଜ୍ଞା ନଦୀ ପାରେ ଚାଷ ନ କରି ନଦୀରେ ପାଣି ଅଛି ବୋଲି ନଦୀ ହିଡ଼ରେ ଚାଷ କରିବା ବନ୍ୟା କି ବାତିରେ ଧୋଇ ଚାଲିଯିବୁ ଛୋଟ ଲୋକ ଉଚ୍ଚ ଆସନ ପାଇଲେ ବିବେକ ଦିଅନ୍ତି ବାସରି ଯଦି ଗାଁରେ ଯେ ଛୋଟ ଲୋକ ଥିବ ତାକୁ ଆମେ ସରପଞ୍ଚ କରିବା ସେ କାହାକୁ ମାନିବ ନା ତୋର ଭଳିଆ ଭଦ୍ର ପିଲା ଚଣ୍ଡାଳ ସେଥିପାଇଁ ଆଜ୍ଞା କଳି ଯୁଗରେ ମଣିଷକୁ ଛୋଟ ଲୋକ ଉଚ୍ଚ ଆସନ ଛାଡ ଆଜି ଆମର ଘନିଷ୍ଠ ଝିଅଙ୍କର ସେଇ ପ୍ରଭୁ ନାରାୟଣ ଉପରେ ମଙ୍ଗଳ କରିବେ ଆଲ୍ଲା ବାଲାଙ୍କର ଧର୍ମ ଆଜ୍ଞା ମଙ୍ଗଳାଚରଣ ମଙ୍ଗଳାଚରଣ ସାରି ଗନ୍ତବ୍ୟ ପଥରେ ଆମେ ଗମନ କରିବା ମଙ୍ଗଳାଚରଣ ଘଟିକ ହେବ କିପରି ସେଇ ପ୍ରଭୁ ଓଡିଶାର ମହୁଡ଼ମଣି ଜଗନ୍ନାଥ ଆସ୍ଥାନ ମଧ୍ୟ ଆଜି ବିଦ୍ୟମାନ ହେବେ ଆଜ୍ଞା ବିଦ୍ୟମାନ ହୋଇ ଆମର ଘନିଷ୍ଠା ଝିଅଙ୍କର ମଙ୍ଗଳ କରିବେ ଏକ ଭାଷା ପ୍ରକୃତି ମୁଖରା ଅଞ୍ଚଳା সেই প্রভু চারি যুগরে কাঠ ভাই আজ্ঞা সংসার বঞ্চিছি চারি যুগরে কাঠ কণ সত্য যুগর কাঠ কণ ত্রেতয়ারে কাঠ কণ দ্বাপর যুগর কাঠ কণ এ কলি যুগরে কাঠ কাঠ কণ আপন মানে সমস্তে জানিছন্তি খালি ভুলি যাইছে বলে মনে পকাইবা কথা সত্য যুগরে কাঠ কণ আজ্ঞা কণ যেতবেলে নৃସିଂହ ଠାକୁର জন্ম কাঠ আজ্ঞা বিদার করে জন্মগ্রহণ কলে হিরণ্যাক্ষ বধ করে আজ্ঞা হিরণ্য কশ্যপকে বিদার করে নৃସିଂହ ঠাকুর স্তম্ভর বাহারি সত্য যুগরে কাঠ গলা ত্রেতয়া যুগরে কাঠ কণ মর্যাদা পুরুষ রামচন্দ্র কাম কোদণ্ড ধারণ করে কাঠর আজ্ঞা রাবণর বংশ নিপাত করে আচ্ছা দ্বাপর যুগরে ভগবান শ্রীকৃষ্ণ কাঠর আজ্ঞা মোহন মুরলী খণ্ড করে 1600 ସତ୍ୟ ଦ୍ୱାପର ଗଲେ କଳି ଯୁଗର କାଠ କଣ
दियो आज्ञा आमे कहते एक ब्रह्म द्वितीय नास्ति नहीं आज्ञा पूरी श्रीमंदिर रे चारि गोटी ब्रह्म अच्छे आज्ञा आमे गाँ गले कहते एक ब्रह्म द्वितीय नास्ति चारि ब्रह्म जगन्नाथ मंदिर अच्छे चारि ब्रह्म कौन अर्ण ब्रह्म शब्द ब्रह्म भागवत नाम ब्रह्म गीत गोविंद दारु ब्रह्म जगन्नाथ से प्रभु जगन्नाथ अशरण शरण सर्वकारण कारण पद्म पलाश लोचन घटन घटन चितान्वय चिन्मय ठाकुर साक्षात मनमथ मृदुल मृदुल अच्छा मंजुल मंजुल भव्य भव्य दिव्य दिव्य सभ्य सभ्य सर्वेषां सर्वदेवानां राजासी पुरुषोत्तम सर्वेषां सर्वक्षेत्राणां राजासी पुरुषोत्तम ओडिशार मौड़मणि जगन्नाथ आस्थान मध्य नारायण पूजा पाउछन्ति आमर कृष्ण बाबूंकर सुकन्या हेले घनिष्ठा से घनिष्ठा झंकर नारायण सर्वमंगल करंदु आनंद गवा हरि हरि बता शहे विशास परमय मुक्ति करंदु आनंद गवा हरि हरि बता सपरिवार उत्तर उत्तर उन्नति करंदु आनंद गवा हरि हरि बता ए लक्ष्मी नारायण प्रोग्राम सर्वमंगल आनंद हरि हरि बता।